କୁଦଳା ସ୍ୱାଭିମାନ ସୁରକ୍ଷା ଅଭିଯାନ ମଞ୍ଚ ତରଫରୁ ଏକ ଗଣସତ୍ୟାଗ୍ରହ ଆରମ୍ଭ ହୋଇଛି। ଏ ଗଣସତ୍ୟାଗ୍ରହ ଏଇଥିପାଇଁ ଆରମ୍ଭ ହୋଇଛି ଯେ ସରକାରୀ ଅବହେଳା, ବାରମ୍ବାର ସରକାରଙ୍କ ଯୋଉ ଚରମ ଅବହେଳା କୁଦଳାବାସୀଙ୍କ ପାଇଁ, କୁଦଳା ଅଞ୍ଚଳବାସୀଙ୍କ ପାଇଁ, ତାର ପ୍ରତିବାଦରେ ଆମେ ଗୋଟେ ଗାନ୍ଧୀ ମାର୍ଗରେ ଗୋଟେ ଆନ୍ଦୋଳନ ଆରମ୍ଭ କରୁଛୁ ଯେ ଗଣସତ୍ୟାଗ୍ରହ ସରକାର ଆମର ଦାବି ଗ୍ରହଣ କରନ୍ତୁ। ଆମ କୁଦଳା ସ୍ୱାସ୍ଥ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ପଦବୀ, ଡାକ୍ତର, ନର୍ସ, ବିଭିନ୍ନ ଟେକ୍ନିସିଆନ ପଦବୀ ଯୋଉ ଖାଲି ଅଛି ତାକୁ ପୂର୍ଣ୍ଣ କରନ୍ତୁ। ଆଉ 3 ଦିନ ଜଣେ ଡାକ୍ତର ଆସିବ, 2 ଘଣ୍ଟା ରହିବ, ସିଏ 300 ଲୋକ କି 400 ଲୋକ ଗଦା ହେଇଥିବେ ଦେଖିବା ପାଇଁ, ସିଏ କଣ କରିବ ଡାକ୍ତର? ନିରୁପାୟ ସେ ଜଣେ ଡାକ୍ତର ଥିଲେ। ତେଣୁ ସରକାର ତୁରନ୍ତ ସମସ୍ତ ପଦବୀ ଯାହା ଯାହା ଅଛି, ଅନେକ ବିଭାଗରେ ତାଲା ପଡିଛି, ଅନେକ ଯନ୍ତ୍ରପାତି ମଧ୍ୟ ଖାଲି ପଡିଛି, ଜଣଙ୍କୁ ଧରି ସାରିଲାଣି। ତେଣୁ ଟେକ୍ନିସିଆନ, ନର୍ସ, ଡାକ୍ତର ଏ ସମସ୍ତ ବିଭାଗର ପଦବୀ ପୂର୍ଣ୍ଣ କରନ୍ତୁ। କୁଦଳା ତ ସର୍ବାଗ୍ରେ ସବୁ କ୍ଷେତ୍ରରେ ଅବହେଳାରେ ଅଛି। ଶିକ୍ଷା ଅବହେଳା, ସ୍ୱାସ୍ଥ୍ୟ ଅବହେଳା, ଗମନାଗମନ ଅବହେଳା, ସମସ୍ତ ଅବହେଳା। ଏତେ ଅବହେଳାର କ୍ଷେତ୍ର ହଉଛି କୁଦଳା। ଗଞ୍ଜାମ ଜିଲ୍ଲାର ଏମିତି ଗୋଟେ ଅଞ୍ଚଳ, ଐତିହ୍ୟ ସମ୍ପନ୍ନ ଅଞ୍ଚଳ, ଗୋଟେ ପୁରାତନ ଅଞ୍ଚଳ, ସିଏ ଗୋଟେ ଅବହେଳା ପାଇଁ ପ୍ରସିଦ୍ଧ ଲାଭ କରିବାକୁ ଯାଉଛି। ତେଣୁ ଏ ଯୋଉ ଅପମାନ, ଏ ଯୋଉ ଅଶୋଚନୀୟ ବ୍ୟବହାର ଆମର ବରଦାସ୍ତ ବାହାରେ। ଆମର ନ୍ୟାଯ୍ୟ ଦାବି ଗଣତାନ୍ତ୍ରିକ ମୂଲ୍ୟବୋଧ ଅନୁସାରେ ଆମେ ଅହିଂସା ମାର୍ଗରେ ଆଜି ଆନ୍ଦୋଳନ ବସିଛୁ। ପରବର୍ତ୍ତୀ ସମୟରେ ଯାହା ଅପ୍ରୀତିକର ପ୍ରତି ହବ ଏ ଅବହେଳା ପାଇଁ ସରକାର ସେଥିପାଇଁ ଦାୟୀ ରହିବେ। ରନ୍ତା ସେଠି କୋଦଳା ଭାଇସ୍ ଚେୟାରମ୍ୟାନ୍। ଦେଖନ୍ତୁ, କୋଦଳା ମେଡିକାଲ ଆମର ଡକ୍ଟର ନାହାନ୍ତି, କିଛି ଠିକ ସେ ଟ୍ରିଟମେଣ୍ଟ ବି ହଉନି। ଏଇଠୁ ଆମର ଡକ୍ଟର ପୁଣି ରେଫର ସେଇଠି ପଠେଇ ଦଉଛନ୍ତି ଡକ୍ଟରକୁ, ଆମର ସୁମଣ୍ଡଳ, ବେଗୁନପଡା। ତ ଆମର ଏଇଠି ଲୋକମାନେ କି ଟ୍ରିଟମେଣ୍ଟ ହେବେ? ଲୋକ ଆମ ଘରେ ଯାଇ କହୁଛନ୍ତି ଯେ କିଛି ଏଇ ଡକ୍ଟର ଲୋକ ପାଇଁ ଆସିଛି, ତ ପୁଣି ମୋର ବି ଅସୁବିଧା ଅଛି କି ମୋର ଆଜି ପିଲାର କଣ ହେଲା କି ଆମ ଗାଁରେ ଏକଜୁଟ ହେଇକି ଏଠି ଆମେ ଆଜି ଡକ୍ଟର ପାଇଁ ଆମେ ପ୍ରତିବାଦ କରୁଛୁ।